ଆମ ଶରୀର ସ୍ୱାସ୍ଥ୍ୟ ବିଷୟରେ କିଛି କଥା ଜାଣିବା। ଆମ ଶରୀରର କେଉଁ ଅଙ୍ଗ ରକ୍ତ ପରିଷ୍କାର କରେ? ଆନ୍ସର ହେଉଛି ଫୁସ୍ଫୁସ୍। ଆମ ଶରୀରର କେଉଁ ଅଙ୍ଗରେ ଲାଗିଥିବା ମଇଳାକୁ ଲେଞ୍ଜେରା କୁହାଯାଏ? ଆନ୍ସର କ'ଣ? ଆନ୍ସର ହେଉଛି ଆଖି। ଆମ ଶରୀରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଟି କେଉଁଟା? ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କେଉଁଟା? ମସ୍ତିଷ୍କ। ଆଖି, କାନ, ନାକ, ହାତ, ଗୋଡ଼ ଆଦିକୁ ଶରୀରର କେଉଁ ଅଙ୍ଗ କୁହାଯାଏ? ଆମେ ଯେଉଁ ଅଙ୍ଗକୁ ଆମେ ଦେଖିପାରୁଛେ ତାକୁ କ'ଣ କୁହାଯାଏ? ବାହ୍ୟ ଅଙ୍ଗ କୁହାଯାଏ। ଏପଟେ ଗୋଡ଼ଟା କ'ଣ? ଏ ଗୋଡ଼ଟା ବି ବାହ୍ୟ ଅଙ୍ଗ। ଆମ ଶରୀରରେ ମୋଟ କେତେ ଖଣ୍ଡ ହାଡ଼ ଅଛି? 206 ଖଣ୍ଡ ହାଡ଼ ଅଛି। କ'ଣ ରହିଲା? କେତେ? 206 ଖଣ୍ଡ। ଆମ ଶରୀରର ରକ୍ତ, ମାଂସ, ହାଡ଼କୁ କିଏ ଘୋଡ଼ାଇଥାଏ? କିଏ ଘୋଡ଼ାଇଥାଏ? ଆନ୍ସର ହେଲା ଚର୍ମ। ଆମ ଶରୀରର ଖାଦ୍ୟ କେଉଁ ଅଙ୍ଗରେ ହଜମ ହୁଏ? ଆନ୍ସର ହେଲା କ'ଣ? ନା ପାକସ୍ଥଳୀ। ହୃତ୍ପିଣ୍ଡ, ଫୁସ୍ଫୁସ୍, ବୃକକ ଆଦିକୁ ଶରୀରର କେଉଁ ଅଙ୍ଗ କୁହାଯାଏ? ଆମେ ଯେଉଁ ଅଙ୍ଗକୁ ଦେଖିପାରୁନାହିଁ ତାକୁ କ'ଣ କୁହାଯାଏ? ନା ଆଭ୍ୟନ୍ତରୀଣ ଅଙ୍ଗ କୁହାଯାଏ। ପିଲାମାନେ ଦେଖ, ଏଇ ଚିତ୍ରଟି ହେଉଛି ହୃତ୍ପିଣ୍ଡ। ଆମେ ଆମ ଶରୀରରେ ୟାକୁ ଦେଖିପାରୁଛେ କି ଏଇଟା ଆମ ଆଭ୍ୟନ୍ତରୀଣ ଅଙ୍ଗ। ଯେଉଁ ଅଙ୍ଗ ଆମେ ଏଇ ଅଙ୍ଗକୁ ଦେଖିପାରିବା ନାହିଁ, ତେଣୁ ଏଇଟା ଏଇ ଅଙ୍ଗ କୁହାଯାଏ କ'ଣ? ଆଭ୍ୟନ୍ତରୀଣ ଅଙ୍ଗ। ଏଇଟା ହେଉଛି ହୃତ୍ପିଣ୍ଡ। ଆମ ଶରୀରରେ କେତୋଟି ଇନ୍ଦ୍ରିୟ ଅଛି? 5ଟି ଇନ୍ଦ୍ରିୟ ଅଛି। କେତେ ପ୍ରକାର ଖାଦ୍ୟସାର ଅଛି? ଆନ୍ସର କ'ଣ ହେବ? 5 ପ୍ରକାର ଖାଦ୍ୟସାର ଅଛି। କେଉଁ ଖାଦ୍ୟସାର ଆମକୁ ରୋଗ କବଳରୁ ରକ୍ଷା କରିଥାଏ? କେଉଁ ଖାଦ୍ୟ? ନା ଜୀବସାର। କେଉଁ ଖାଦ୍ୟସାର ଆମକୁ ଶକ୍ତି ଯୋଗାଇଥାଏ? ଆନ୍ସର ହେଲା ଶ୍ୱେତସାର। କେଉଁ ଖାଦ୍ୟସାର ଆମ ଶରୀରର କ୍ଷୟ ପୂରଣ କରିଥାଏ? କେଉଁ ଖାଦ୍ୟ? ନା ପୁଷ୍ଟିସାର। ପ୍ରତ୍ୟେକ ଦିନ ବ୍ୟାୟାମ କଲେ ଶରୀର କିପରି ରୁହେ? ଆନ୍ସର କ'ଣ ହେବ? ନା ସୁସ୍ଥ ରୁହେ। ଖାଦ୍ୟ ଆମକୁ କ'ଣ ଯୋଗାଇଥାଏ? ଖାଦ୍ୟ ଆମକୁ ଶକ୍ତି ଯୋଗାଇଥାଏ। ଆମେ ଖାଦ୍ୟ ପାଇଁ ମୁଖ୍ୟତଃ କାହା ଉପରେ ନିର୍ଭର କରୁ? ନା ଉଦ୍ଭିଦ ଉପରେ ନିର୍ଭର କରୁ। ସୂର୍ଯ୍ୟ ଆଲୋକରୁ ଆମେ କ'ଣ ପାଇଥାଉ? ସୂର୍ଯ୍ୟ ଆଲୋକରୁ ଆମେ ଭିଟାମିନ୍ ଡି ବା ଓଡ଼ିଆରେ କହିବା ଭିଟାମିନ୍ ଘ ପାଇଥାଉ।